ସାତକୋଶିଆ ଓ ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 200 କୋଟି ଟଙ୍କା ମଞ୍ଜୁର ହୋଇଛି। ସାତକୋଶିଆରେ 19.99 କୋଟି ଟଙ୍କାର ବ୍ୟୟ ବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା, ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଓ ଐତିହ୍ୟକୁ ସଂରକ୍ଷିତ ରଖିବା ସହ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବ। ବିଭିନ୍ନ ଭିତ୍ତିଭୂମି ଓ ସେବାକୁ ବିସ୍ତାର କରି ଏହି ପ୍ରକଳ୍ପ ଅନେକ ପ୍ରମୁଖ ଆହ୍ୱାନର ମୁକାବିଲା କରିବା ସହିତ ସାତକୋଶିଆକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଅନନ୍ୟ ସମ୍ଭାବନା ସୃଷ୍ଟି କରିବ। ସାତକୋଶିଆରେ ପ୍ରକଳ୍ପିତ ପ୍ରକଳ୍ପ ପଛରେ ରହିଥିବା ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ବଢ଼ାଇବା ସହିତ ଦୀର୍ଘସ୍ଥାୟିତ୍ୱ ଓ ଗୋଷ୍ଠୀ ନିಯೋଜନକୁ ପ୍ରୋତ୍ସାହିତ କରିବା, ବିଭିନ୍ନ ସୁବିଧାର ଉନ୍ନତୀକରଣ ଏବଂ ବିବିଧ କାର୍ଯ୍ୟକଳାପ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏକ ସ୍ୱାଗତଯୋଗ୍ୟ ପରିବେଶ ସୃଷ୍ଟି କରିବା। ଏଠାରେ ପରିବେଶ ଅନୁକୂଳ ଆବାସ, ଦୁଃସାହସିକ କ୍ରୀଡ଼ା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଭଳି ପ୍ରମୁଖ ବୈଶିଷ୍ଟ୍ୟ କେବଳ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନାହିଁ, ବରଂ ଅଧିକ ସମୟ ରହିବା ପାଇଁ ପ୍ରୋତ୍ସାହିତ କରିବ, ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ସମ୍ଭାବ୍ୟ ପ୍ରକଳ୍ପ ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ପର୍ଯ୍ୟଟନକୁ ପ୍ରାଥମିକତା ଦେଇ ପର୍ଯ୍ୟଟକଙ୍କ ଅନୁଭୂତିରେ ସୁଧାର ଆଣିବ। ଏଥିରେ 3ଟି ହବ୍ ନିର୍ମାଣ ହେବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି। ସେଗୁଡ଼ିକ ହେଲା ପମ୍ପସାର, ଟିକରପଡ଼ା, ବାଲିଫୁଟ, ବଡ଼ମୂଳ, କୁସଙ୍ଗ, ଶୀତଲପାଣି। ଏଥିରେ ଆଗନ୍ତୁକ ପ୍ଲାଜାରୋହଣୀ, ପର୍ଯ୍ୟଟକ ବ୍ୟାଖ୍ୟାନ କେନ୍ଦ୍ର, ଆମ୍ଫିଥିଏଟର, ପକ୍ଷୀ ଅବଲଙ୍ଗନ, ୱାଟର ବୋଟିଂ ଜେଟି ଆଦି ନିର୍ମାଣ କରିବ ବୋଲି ସୂଚନା ମଧ୍ୟ ମିଳିଛି। ବ୍ୟୁରୋ ରିପୋର୍ଟ, ଗଡ଼ଜାତ ନ୍ୟୁଜ୍।